ଆମର ଚାଲିଛି ଏଠି ବିକାଶ ମେଳା ଚାଲିଛି ବିଜେପିର 100 ଦିନ ହେଇଗଲା ବହୁତ ଖୁସିରେ ସେମାନେ ବିକାଶ ମେଳା କରୁଛନ୍ତି। ଆପଣ ମାନେ ସମସ୍ତେ ଜାଣିଛନ୍ତି ମାଲକାନଗିରି ଜିଲ୍ଲାରେ କଣ ବିକାଶ ହେଇଛି 100 ଦିନ ଭିତରେ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି। ଆଉ ଗୋଟେ କଥା ଆପଣ ମାନେ କହି ରଖୁଛି ଏଇ ଯୋଉ କିଛି ଦିନ ତଳେ ଆମର ଏଠି ବନ୍ୟା ହେଇଥିଲା ଆପଣ ମାନଙ୍କର ମନ୍ତ୍ରୀ ଏଠିକି ଆସିଥିଲେ ରାଜସ୍ୱ ମନ୍ତ୍ରୀ ଆସିଥିଲେ ମୁଖ୍ୟମନ୍ତ୍ରୀ ଆସିଥିଲେ ଏଠି ମିଟିଂ କରାଗଲା କହିଲେ 7 ଦିନ ଭିତରେ ଚାଷୀ ମାନଙ୍କର ଯୋଉ ନଷ୍ଟ ହେଇଛି ଯୋଉ ବାଲିଚର ମାରି ଯାଇଛି ସେମାନଙ୍କୁ ପଇସା ଦିଆଯିବ। ତା ସହିତ କହିଥିଲେ ଯୋଉ ସବୁ ପୋଲ ସବୁ ତିଆରି ହେଇଛି ବ୍ରିଜ ଭାଙ୍ଗି ଯାଇଛି ସେ ସବୁ ଟଙ୍କା ଦିଆଯିବ। 7 ଦିନ ଛାଡିକି ଆଜି 15 ଦିନ ଉପରେ ହେଲାଣି ସେଇଟା ତ ଡିମାଣ୍ଡ ଫୁଲଫିଲ ହେଲା ନାହିଁ। ସେ ଯୋଉ କଥା କହିଥିଲେ ସେ କଥା ରଖିଲେ ନାହିଁ। ବର୍ତ୍ତମାନ ବିକାଶ ମେଳା କରି ଆସିଛନ୍ତି ଲେଡିଜ ମାନଙ୍କୁ ଧରି ଗୋଟେ ପ୍ରହସନ ଲଗେଇଛନ୍ତି ମାଲକାନଗିରି ଜିଲ୍ଲାରେ। ଏ ଟଙ୍କା କାହାର? ଏଟା କଣ ବିଜେପିର ଟଙ୍କା? ଏଟା ସରକାରଙ୍କର ଟଙ୍କା। ଆମେ କର ଦଉଛୁ ଆମେ ଟିକସ ଦଉଛୁ ଆମର ଟଙ୍କା ମନ ଇଚ୍ଛା କଣ କାର୍ଯ୍ୟକ୍ରମ କରୁଛନ୍ତି। এই যে নবীন সরকার ছিলাବେଳେ ଯୋଉ କାର୍ଯ୍ୟକ୍ରମ କରୁଥିଲେ ବର୍ତ୍ତମାନ ଯୋଉ କାର୍ଯ୍ୟକ୍ରମ এটা କଣ ଠିକ ଚାଲିଛି? ତାଙ୍କୁ ଏମାନେ ଫଲୋ କରୁଛନ୍ତି। ଏ ଜିନିଷ କରିବା କଥା ନୁହଁ। ଆମର ଦୃଢ ଭାବରେ ଆଗ ବିରୋଧ କରୁଛୁ। ଆମର ଆପଣ ଜାଣିଥିବେ ଏ ଯୋଉ ଗଣ୍ଡ ସାହେବ ଅଛନ୍ତି ଆମର ମନ୍ତ୍ରୀ ଅଛନ୍ତି ସେ ଏଠି 3 ଥର ଆସିଲେଣି। 3 ଥର ଆସିଲା ପରେ କଣ ଜାଣିଲେ ସିଏ? ବର୍ତ୍ତମାନ ଆମର ଯୋଉ କୋରାପୁଟ ଜିଲ୍ଲା ଭିତରେ ଯୋଉ ଜିଲ୍ଲା ସବୁ ଅଛି ମାଲକାନଗିରି ଜିଲ୍ଲା ସେ ଦିଗରେ ଆପଣଙ୍କର ଲୋକ ପଢିବାକୁ ଜାଗା ନାହିଁ। ବିଡି କଲେଜ ବର୍ତ୍ତମାନ 12 କୋଟି ଖର୍ଚ୍ଚ ହେଲେ ମଧ୍ୟ କଲେଜ ବର୍ତ୍ତମାନ ତା ଖୋଲିଲା ନାହିଁ। ତେଣୁ ଲୋକ ପିଲାମାନେ ପାଠ ପଢି ପାରୁନାହାନ୍ତି। ଯଦି ଜିଲ୍ଲା ଭିତରେ ନିଯୁକ୍ତି ହୁଅନ୍ତା ନିଶ୍ଚିତ ଭାବରେ ମାଲକାନଗିରି ଜିଲ୍ଲା ଉପକୃତ ହୁଅନ୍ତା। ଏଇଟା ଚିନ୍ତା କରନ୍ତୁ ସରକାର। ସେଇଟା ଚିନ୍ତା ନ କରିକି ଚିନ୍ତା କରୁଛନ୍ତି ଯେ ଆମର ବିକାଶ 100 ଦିନରେ ଆମେ ଦେଶଟାକୁ ଟେକି ଦେବୁ। ଆଉ କିଏ ନଥିଲେ ଟେକିବା ପାଇଁ? ତମେ ସରକାର ହେଇକି ଟେକିଦେବ? ଓଡିଆ ସ୍ମାର୍ଟ ଗାଡି ତମେ ପଳେଇ ଆସିବ ସରକାର ହେଇକି। ତମେ ଉତ୍କଳ ମଣି କିଏ ଉତ୍କଳ ଗୌରବ କିଏ ତମର ମୁଖ୍ୟମନ୍ତ୍ରୀ ଜଣା ନାହିଁ। ମାଲକାନଗିରି ବିଧାୟକ ସୁଭଦ୍ରା ଲେଖିବାର ଜଣା ନାହିଁ। ଅବଶ୍ୟ ତମେ କହୁଛ ଅସ୍ମିତା ଓଡିଆ ଅସ୍ମିତା ଲଜ୍ଜା ଲଜ୍ଜା ଘୋର ଲଜ୍ଜା। ଏଇ ଜିନିଷ କହିବା କଥା ନୁହଁ। ସେ ସବୁ ଛାଡି ଆପଣ ମାନେ ଲାଗନ୍ତୁ ଦେଶକୁ କେମିତି ଆଗକୁ ନେବେ। ଆପଣ ଚେଷ୍ଟା କରନ୍ତୁ କେମିତି ଆମର ମାଲକାନଗିରି ଜିଲ୍ଲା ଆଗେଇବ ଆପଣଙ୍କର ଓଡିଶା ଆଗେଇବ। ଏ ବିକାଶ ନ ମିଳିଲା କିଛି ହବ ନାହିଁ। ଏହା ଦ୍ୱାରା ଆମର ନଷ୍ଟ ହଉଛି। ଯେତିକି ଟଙ୍କା ଖର୍ଚ୍ଚ ହେଲା ସେତିକି ଆମର ବ୍ରିଜ ହେଇଥାନ୍ତା ଚାଷୀ ମାନେ ପଇସା ପାଇଥାନ୍ତେ ମାଲକାନଗିରି ଅସୁବିଧା ହେଇଥାନ୍ତା। ଉଦ୍ଦେଶ୍ୟ ଆମେ ବିରୋଧ କରୁଛୁ 100 ଦିନର ଯୋଉ କାର୍ଯ୍ୟକ୍ରମ ସେମାନେ କରୁଛନ୍ତି କାରଣ ବିକାଶ କରିବା ନାଁରେ ବିନାଶ କରିବାକୁ ଯାଉଛନ୍ତି। ଆମର ପଇସା ନଷ୍ଟ କରୁଛନ୍ତି। ଆମକୁ ବନ୍ୟା ବାବଦ ବର୍ତ୍ତମାନ ସୁଦ୍ଧା 15 ଦିନ ହେଇଗଲା ପଇସା ଦେଇନାହାନ୍ତି। ଆମେ ପୁରା ଚାଷୀ ସପୋର୍ଟରେ ବି କହୁଛୁ। ଆମର ରାସ୍ତାଘାଟ ବନ୍ଦ କରିଦେଇଛନ୍ତି। ରାସ୍ତାଘାଟ ଲୋକ ଯାଇପାରୁନାହାନ୍ତି। ଚାଷୀ ମାନଙ୍କୁ ପଇସା ଦେଲେ ନାହିଁ। ତେଣୁ ଆମେ ଆକୁ ବିରୋଧ କରୁଛୁ। ତମେ ସେ କାମ ଆଗରେ କର। এই যে বিকাশ নারে মায়া তুমি যা বিকাশ করছো লোক জানবে নাকি? লোক জানবে তুমি যে বিকাশ করছো লোক নিশ্চয় জানবে। বিকাশ ন করি মালকানগিরি জিল্লাରେ ଆପଣମାନଙ୍କ ସବୁ ସାମ୍ବାଦିକ ଅଛନ୍ତି ନା କୁହନ୍ତୁ କଣ ସେ ବିକାଶ କରିଥିଲା ମୁଁ ଶୁଣିବି। କଣ ବିକାଶ କରିଛନ୍ତି? ସେ କିଛି କରିନାହାନ୍ତି। ଖାଲି ସୁଭଦ୍ରା ଲେଖିବାକୁ ସୁମନ୍ଦ୍ରା ଲେଖୁଛନ୍ତି। ଏଇଟା ବିକାଶ ହେଇଛି। ମୁଁ ଆଉ ବେଶୀ କିଛି କହୁନାହିଁ। ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଆପଣ ସମସ୍ତେ ଏଠାକାର ସାମ୍ବାଦିକ এই ଯୋଉ ଜିନିଷ ମୁଁ ଆଜି କହିଲି ଏଇଟା ହାଇଲାଇଟ୍ ହେବା ଦରକାର। କାହିଁକି ପ୍ରତ୍ୟେକ ଜିଲ୍ଲାରେ ମାନେ ଆମର ଯୋଉ ଟିକସ ବାବଦରେ ଯୋଉ ପଇସା ଦେଉଛୁ ଏ ପଇସା ନଷ୍ଟ କରିବେ। ଯଦି ମୁଁ ଏତିକି କହେ ମୁଁ ଆଶା କରୁଛି ବନ୍ଦ ହବ। ବନ୍ଦ ଯଦି ନହେଲା କରିବେ ତାଙ୍କର ଇଚ୍ଛା ତାଙ୍କ କରିବେ। ତାଙ୍କର ଗୋଡରେ ସେମାନେ କୁରାଡି ମାରିବେ।